ପ୍ରାୟତଃ ପ୍ରତ୍ୟେକ ଓଡ଼ିଆ ପରିବାର ଏହି ଛାଡ଼ଖାଇ ଦିନ ସୁସ୍ୱାଦୁ ବ୍ୟଞ୍ଜନ ଘରେ ଘରେ ପ୍ରସ୍ତୁତ କରିଥାନ୍ତି ଏବଂ ଏହି ଖାଦ୍ୟଦ୍ରବ୍ୟକୁ ଘର ପରିବାରର ସମସ୍ତେ ମିଶି ମହା ଆନନ୍ଦରେ ଗ୍ରହଣ କରିଥାନ୍ତି। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଆଷ୍ଟ୍ରୋଲୋଜିକୁ ଆପଣଙ୍କୁ ସ୍ୱାଗତ। ଛାଡ଼ଖାଇ ପାଳନ ଓ ନିଷେଧ ଖାଦ୍ୟ। ପବିତ୍ର କାର୍ତ୍ତିକ ମାସ ସରି ସରି ଆସୁଛି। ସନାତନୀ ହିନ୍ଦୁମାନେ ଏହି ଧର୍ମ ମାସକୁ ବଡ଼ ଶ୍ରଦ୍ଧା ଓ ନିଷ୍ଠାର ସହିତ ପାଳନ କରିଥାନ୍ତି। ବେଶ କିଛି ଲୋକ ବ୍ରତ ଓ ଉପବାସ ରଖିବା ସହିତ ସାତ୍ତ୍ୱିକ ଖାଦ୍ୟ ଗ୍ରହଣ କରିଥାନ୍ତି ତ ଆଉ କିଛି ଲୋକ ନାମକୁ ମାତ୍ର ଅଳ୍ପ କିଛି ଆହାର ଗ୍ରହଣ କରିଥାନ୍ତି। ଏବଂ ବିଶେଷତଃ ଏହି କାର୍ତ୍ତିକ ମାସର ଶେଷ 5 ଦିନ, ଯାହାକି ପଞ୍ଚୁକ ନାମରେ ବୁଝାଯାଏ, ସେ ସମୟରେ ଏହି ରୀତିନୀତି ବିଶେଷ ଭାବରେ ପାଳନ କରାଯାଇଥାଏ। ପ୍ରାୟତଃ ପ୍ରତ୍ୟେକ ହିନ୍ଦୁ ପରିବାରରେ ଏହି ପ୍ରଥାର ପ୍ରଚଳନ ଅଛି। କାର୍ତ୍ତିକ ମାସରେ ବ୍ରତ ଉପବାସ ପ୍ରଭୃତି ରଖିବାର ବୈଜ୍ଞାନିକ କାରଣ ମଧ୍ୟ ରହିଛି। କାର୍ତ୍ତିକ ମାସରେ ସୂର୍ଯ୍ୟ କିରଣର ପ୍ରଖରତା ବା ତେଜ ବହୁ ପରିମାଣରେ କମିଯାଉଥିବାରୁ ମନୁଷ୍ୟର ଜଠରାଗ୍ନି କମିଯାଇ ଖାଦ୍ୟ ସହଜରେ ହଜମ ହୋଇନଥାଏ। ତେଣୁ ଆମର ପୂର୍ବପୁରୁଷ ଓ ମୁନି ଋଷିଗଣ ଏଥିପାଇଁ କାର୍ତ୍ତିକ ମାସରେ ବିଭିନ୍ନ ପୂଜା ବ୍ରତ ଉପବାସର ବିଧିବିଧାନ ରଖିଯାଇଛନ୍ତି। ଏହି ପରମ୍ପରାକୁ ଲୋକାଦୃତ କରିବା ପାଇଁ ଶ୍ରୀମନ୍ଦିରରେ ବିରାଜିତ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ସହଜରେ ହଜମ ହେଉଥିବା ଲିଆ ବାଳଭୋଗ ନାମରେ ଏକ ବିଶେଷ ଭୋଗ ଲଗାଯାଇଥାଏ। କେବଳ କାର୍ତ୍ତିକ ମାସରେ ହିଁ ଏହି ବାଳଭୋଗର ବିଶେଷ ବ୍ୟବସ୍ଥା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରରେ ପ୍ରଚଳିତ ଅଛି। ସାଧାରଣତଃ ଆମ ଓଡ଼ିଆ ପରିବାରମାନଙ୍କର ପ୍ରିୟ ଖାଦ୍ୟ ଭାତ, ଡାଲି, ତରକାରୀ ଓ ଆମିଷ ହୋଇଥାଏ। କାର୍ତ୍ତିକ ମାସର ଶୁକ୍ଳପକ୍ଷ ପୂର୍ଣ୍ଣମୀ ଦିନ କାର୍ତ୍ତିକ ମାସ ସରିଗଲା ପରେ ପରଦିନ ଓଡ଼ିଆ ପରିବାରରେ ଛାଡ଼ଖାଇ ପର୍ବ ପାଳନ କରାଯାଇଥାଏ। ପ୍ରାୟତଃ ପ୍ରତ୍ୟେକ ଓଡ଼ିଆ ପରିବାର ଏହି ଦିନ ଘରେ ଘରେ ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ କରି କାର୍ତ୍ତିକ ମାସ ସାରା ଛଡ଼ାଯାଇଥିବା ଖାଦ୍ୟଦ୍ରବ୍ୟକୁ ମହା ଆନନ୍ଦରେ ଗ୍ରହଣ କରିଥାନ୍ତି। ଏବେ ଦେଖିବା ଏହି ଛାଡ଼ଖାଇ ଦିନ କେଉଁ ଖାଦ୍ୟଦ୍ରବ୍ୟ ଗ୍ରହଣରେ କ'ଣ ଶାରୀରିକ ସମସ୍ୟା ଦେଖାଯିବାର ସମ୍ଭାବନା ଅଛି। ବୈଦିକ ଜ୍ୟୋତିଷ ଅନୁଯାୟୀ ପ୍ରତ୍ୟେକ ତିଥିରେ ଗୋଟିଏ ପରିବା ବା ମାଛ ମାଂସ ଆଦି ଦ୍ରବ୍ୟ ଖାଇବା ପାଇଁ ନିଷେଧ କରାଯାଇଅଛି। କାରଣ ଉକ୍ତ ତିଥିରେ ସେହିସବୁ ଦ୍ରବ୍ୟରେ ବିଷାକ୍ତ ତତ୍ତ୍ୱ ସୃଷ୍ଟି ହୋଇଥାଏ ଏବଂ ଆମେ ସେହି ଖାଦ୍ୟ ଗ୍ରହଣ କଲେ ସେହିସବୁ ଦ୍ରବ୍ୟର ବିଷାକ୍ତ କ୍ରିୟା ଆମ ଶରୀର ଉପରେ ପଡ଼ିଥାଏ। ଚଳିତ ବର୍ଷ 2024 ନଭେମ୍ବର 16 ତାରିଖ ଶନିବାର ମାର୍ଗଶିର ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିରେ ଛାଡ଼ଖାଇ ପର୍ବ ପଡ଼ୁଅଛି। ଜ୍ୟୋତିଷଶାସ୍ତ୍ର ଅନୁଯାୟୀ ପ୍ରତିପଦା ତିଥିରେ କୁଷ୍ମାଣ୍ଡ ବା ପାଣି କଖାରୁ ଖାଇବାକୁ ମନା କରାଯାଇଛି। ପ୍ରତିପଦା ତିଥିରେ ଆମ ଶରୀରରେ କଫ ଧାତୁର ଆଧିକ୍ୟ ଦେଖାଯାଇଥାଏ। ପାଣି କଖାରୁରେ ମଧ୍ୟ କଫ ଧାତୁର ପରିମାଣ ଅଧିକ ଥାଏ। ତେଣୁ ପ୍ରତିପଦା ଦିନ ପାଣି କଖାରୁକୁ ଖାଦ୍ୟ ହିସାବରେ ଗ୍ରହଣ କଲେ ଆମେ ଆମ ଅଜାଣତରେ କାଶ, ଶ୍ୱାସ, ଇସୋନଫୁଲିଆ, ସାଇନୋସାଇଟିସ୍, ମୁଣ୍ଡବିନ୍ଧା, ଆଜ୍ମା, ଏପରିକି ଜଟିଳ ହୃଦରୋଗ ଭଳି ରୋଗ ଆମ ଅଜାଣତରେ ଆମ ଶରୀରକୁ ଆମନ୍ତ୍ରଣ ଜଣାଇଥାଉ। ପ୍ରତିପଦା ଦିନ ସାମାନ୍ୟ ପାଣି କଖାରୁର ଏଭଳି କରାମତି। ତେଣୁ ପ୍ରତିପଦା ଦିନ ପାଣି କଖାରୁ ନ ଖାଇବା ହିଁ ସବୁଠୁ ଭଲ। ଏହି ବର୍ଷ ଛାଡ଼ଖାଇ 16 ତାରିଖ ଶନିବାର ଦିନ ବିଛା ସଂକ୍ରାନ୍ତି ପଡ଼ୁଥିବାରୁ ଅର୍ଥାତ୍ ସୂର୍ଯ୍ୟ ଗୋଚରରେ ବିଛା ରାଶିରେ ସଂକ୍ରମଣ କରୁଥିବାରୁ ଭଗବାନ ସୂର୍ଯ୍ୟନାରାୟଣଙ୍କ ପାଇଁ ପ୍ରାୟ ସବୁ ଓଡ଼ିଆ ପରିବାର ନଭେମ୍ବର 17 ରବିବାର ଦିନ ହିଁ ଛାଡ଼ଖାଇ ପାଳନ କରିବେ। ଦେଖିବା ରବିବାର କୃଷ୍ଣପକ୍ଷ ଦ୍ୱିତୀୟା ତିଥିରେ କେଉଁ ଖାଦ୍ୟ ନିଷେଧ କରାଯାଇଅଛି। ନଭେମ୍ବର 17 ତାରିଖ ରବିବାର କୃଷ୍ଣପକ୍ଷ ଦ୍ୱିତୀୟା ତିଥି। ସେହିଦିନ ରାତ୍ରି 8 ଘଣ୍ଟା 56 ମିନିଟ୍ ପର୍ଯ୍ୟନ୍ତ ରହୁଅଛି। ଦ୍ୱିତୀୟା ତିଥିରେ
ବୋଇତି କଖାରୁ ଖାଇବା ନିଷେଧ କରାଯାଇଛି। ଦ୍ୱିତୀୟା ତିଥିରେ ବୋଇତି କଖାରୁରେ ବାୟୁର ପ୍ରକୋପ ଅଧିକ ଥାଏ। ଦ୍ୱିତୀୟା ତିଥିରେ ଏହି ବୋଇତି କଖାରୁ ଖାଇଲେ ଶରୀରରେ ବାତ ଜୀବାଣୁ ଅଧିକ ପରିମାଣରେ ସୃଷ୍ଟି ହୋଇ ଆଣ୍ଠୁଗଣ୍ଠି ବାତ, ଆମବାତ, ପାରାଲିସିସ୍ ଭଳି ମାରାତ୍ମକ ରୋଗରେ ପୀଡ଼ିତ କରାଇଥାନ୍ତି। ତେଣୁ ମୂଳୁ ମାଇଲେ ଜୀବ ସରି ହରିଙ୍କ ସଙ୍ଗେ କିମ୍ପା କଳି ନ୍ୟାୟରେ ଦ୍ୱିତୀୟା ତିଥିରେ ବୋଇତି କଖାରୁ ନ ଖାଇବା ହିଁ ମୂଳରୁ ଭଲ। ଆଗାମୀ ଏପିସୋଡ୍ ମାନଙ୍କରେ କେଉଁ ତିଥିରେ କ'ଣ ଖାଇବା ନିଷେଧ ଏବଂ କାହିଁକି ନିଷେଧ କରାଯାଇଛି, ଖାଇଲେ ଶରୀରରେ କ'ଣ ସମସ୍ୟା ଦେଖାଯିବ, ତାର ଏକ ସମ୍ପୂର୍ଣ୍ଣ ଭିଡ଼ିଓ କରିବା। ଜୟ ଜଗନ୍ନାଥ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।